କାହାର କୋଉ ଚିନ୍ତା ବର୍ଷା ହେଲା ମାନେ ଆମ ଘରେ ପକୁଡ଼ି ଖାଇବା ଚିନ୍ତା। କାହା କାହା ଘରେ ଏମିତି ହୁଏ ମୋତେ ଜଣେଇବେ। ମୁଁ ଭାବୁଛି ପ୍ରାୟ ସମସ୍ତଙ୍କ ଘରେ ବର୍ଷା ହେଲା ମାନେ ସମସ୍ତେ କହୁଥିବେ କିଛି ଗୋଟେ ଛଣାଛଣି କରିକି ଚାହା ସହିତ ଖାଇବାକୁ। କ'ଣ ଭୁଲ କହିଲି ନା ଠିକ୍ କହିଲି କମେଣ୍ଟରେ ନିହାତି ଜଣେଇବେ। ତ ବର୍ଷା କାଳବୈଶାଖୀ ତ ଏବେ ସବୁଆଡ଼େ ଚାଲିଛି। ବର୍ଷା ହେଲା ମାନେ ଡେଲି 4ଟା ବେଳ ହେଲା ମାନେ ବର୍ଷା ଚାଲି ଆସୁଛି। ତ ଘରେ ସମସ୍ତେ କହିଲେ ପକୁଡ଼ି ଛାଣିବାକୁ। ତ ପକୁଡ଼ି ଏବେ ତ ମାନେ ପଣସର ସିଜିନ୍। ଚାଲନ୍ତୁ ଆଜି ପଣସର ପକୁଡ଼ି ମାନେ ବନେଇବା। ସମସ୍ତେ ତ ପ୍ରାୟ ବନାଉଥିବେ ଏବେ ପଣସ ସିଜିନ୍। ସମସ୍ତଙ୍କର ତରିକା ଟିକେ ଅଲଗା ବନେଇବାର। ତ ମୁଁ କେମିତି ମାନେ ବନେଇଛି ସେଇଟା ଭାବିଲି ଆପଣଙ୍କୁ ସେୟାର କରିବି। ଭାବୁଛି ଆପଣଙ୍କୁ ପସନ୍ଦ ଆସିବ। ଆଉ ଯଦି ଭିଡ଼ିଓଟି ପସନ୍ଦ ଆସିବ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ଭୁଲିବେନି। ଆଉ ଚାଲନ୍ତୁ ମାନେ କେମିତି କରିଛି ତା'ର ପ୍ରୋସେସ୍ ଆପଣଙ୍କୁ କହିଦେଉଛି। ପଣସକୁ ଟିକେ ଲୁଣ ହଳଦୀ ଦେଇକି ସିଝେଇ ଦେବେ ତା'ର କଷା ପାଣି ଯିବା ପାଇଁ। ବାସ୍ ଟିକେ ସିଝିଗଲେ ବି ଜଲ୍ଦି ହେବ। ତ ସିଝିଗଲା ପରେ ତାକୁ ମାନେ କାଢ଼ି ଦେଇକି ଥଣ୍ଡା ଟିକେ ହେଲେ ଟିକେ ବେସନ ଆଉ ଚାଉଳ ଗୁଣ୍ଡ ଦେଇପାରିବେ। ଯେହେତୁ ମୋ କତିରେ ନଥିଲା ମୁଁ ସ୍କିପ୍ କରିଦେଇଛି। ଚାଉଳ ଗୁଣ୍ଡ ଟିକେ, ବେସନ ଟିକେ କି କର୍ଣ୍ଣଫ୍ଲୋର ଟିକେ ଆପଣ ଦେଇଦେବେ। ଘରେ ମାନେ ୟୁଜ୍ ହେଉଥିବା ଆମର ବେସିକ୍ ମସଲା ଲଙ୍କା, ଲୁଣ, ହଳଦୀ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଜୁଆଣି ଟିକେ ଆଉ ଅଦା ରସୁଣର ପେଷ୍ଟ 1 ଚାମଚ, ପିଆଜ କଟା ହେଇଥିବା ପିଆଜ କିଛି ଆଉ ଧନିଆ ପତ୍ର, କଞ୍ଚା ଲଙ୍କା କଟା ହେଇକି ରହିଥିଲା ତାକୁ, ଆଉ ଭୃଷଙ୍ଗ ପତ୍ର ଟିକେ, ଧଳା ରାଶି ଟିକେ ମୁଁ ଦେଇଛି। ଆପଣ ଚଏସ୍ ହିସାବରେ ସବୁ ଦେଇପାରିବେ। ତାକୁ ଦେଇକି ଭଲ ଭାବରେ ଗୋଳେଇ ଦେବେ। ଯେହେତୁ ବେସନଟା ଖଣ୍ଡ ଖଣ୍ଡ ଥିଲା ମୁଁ ଏଟାକୁ ବଡ଼ା ସେପ୍ ଦେବି ତ ମୁଁ ଟିକେ ତାକୁ ଦେଖିପାରୁଥିବେ ଭିଡ଼ିଓ ମାଧ୍ୟମରେ ଦେଖେଇ ଦେଇଛି। ତ ସେହି ହିସାବରେ ଟିକେ ତାକୁ ଆମେ ଭାଙ୍ଗିଦେବା, ଖଣ୍ଡ ଖଣ୍ଡ କରିଦେବା। ଆଳୁ ସହିତ ସେଇଟା ମିଶିଯିବ। ଯଦି ଆପଣ ଖାଲି ବେସନ ମାନେ ଆଳୁ ସ୍କିପ୍ କରିକି ଖାଲି ପଣସର ପକୁଡ଼ି କରିବାକୁ ଚାହୁଁଥିବେ ତ ଗୋଟା ଗୋଟା ରହିଲେ ବି ଭଲ ଲାଗିବ। ତ ଏମିତି ଆମେ ସବୁ ରେଡ଼ି କରିଦେବା। ଭଲ ଭାବରେ ଗୋଳେଇକି ରେଡ଼ି କରିଦେବା। ତା ଭିତରେ ମୁଁ ତେଲ ଗରମ କରିଦେଇଛି। ମୁଁ ଏଇଟା ଡିପ୍ ଫ୍ରାଏ କରିଛି। ଆପଣ ଚାହିଁଲେ ସେଲୋ ଫ୍ରାଏ କରିପାରିବେ ବା ତାୱାରେ କରିପାରିବେ ସେକିକି। ତ ଯେହେତୁ ପକୁଡ଼ି ଖାଇବାକୁ ଇଚ୍ଛା ଥିଲା ମୁଁ ଏଇଟା ଡିପ୍ ଫ୍ରାଏ କରିଦେଇଛି। ତ ତାକୁ ମୁଁ ବଡ଼ାରେ ସେପ୍ ଦେଇଦେଇଛି। ଆପଣ ଚାହିଁଲେ ଯେକୌଣସି ସେପ୍ ଦେଇପାରିବେ, କଟଲେଟ୍ର ବି ସେପ୍ ଦେଇପାରିବେ। ତ ଏଇ ଟାଇପ୍ର ମୁଁ ଛାଣି ଦେଇଛି। ଏପଟ ସେପଟ କରି ଭଲ ଭାବରେ ଛାଣିଦେବେ। ଯେଉଁ ରେଟ୍ରେ ବର୍ଷା ହେଉଥିଲା ତା ଦେହରେ କରେଣ୍ଟ ବି କାଟିଦେଲା। ତା ଭିତରେ ବି ମୁଁ ଟ୍ରାଏ କରିଛି ଆପଣଙ୍କୁ ଭିଡ଼ିଓ ସେୟାର କରିବା ପାଇଁ। ଯେହେତୁ ମୁଁ ଆରମ୍ଭ କରିଦେଇଥିଲି ଭାବିଲି ସେୟାର କରିଦେବି। ଭାବୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ। ଆଉ ୟୁଟ୍ୟୁବରେ ଦେଖୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଇନଷ୍ଟା ଫେସବୁକରୁ ଦେଖିଲେ ଫଲୋ କରିଦେବେ। ରହୁଛି, ନମସ୍କାର।